ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଦ୍ୱାରା ଜାତୀୟ ମହାକାଶ ଦିବସ 2026 ଉତ୍ସାହ ସହିତ ପାଳନ ହୋଇଯାଇଛି। ଏହି ଅବସରରେ ଭାରତର ମହାକାଶ ଅନୁସନ୍ଧାନର ଉଲ୍ଲେଖନୀୟ ସଫଳତା ବିକଶିତ ଭାରତ ରାଷ୍ଟ୍ର ଗଠନରେ ବୈଜ୍ଞାନିକ ନବସୃଜନର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍, ବୈଜ୍ଞାନିକ, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଭାରତର ମହାକାଶ କ୍ଷେତ୍ରରେ ସଫଳତା, ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ଚେତନାର ବିକାଶ ଉପରେ ମତବ୍ୟକ୍ତ କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରି ଗବେଷଣା, ଶିକ୍ଷା ଓ ନିରନ୍ତର ବିକାଶରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନକାରୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଜିଜ୍ଞାସା ବୃଦ୍ଧି କରି ଭାରତକୁ ବିଶ୍ୱ ମହାକାଶ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବା ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ରର ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ପ୍ରମୋଦ ପରିଡ଼ା ଯୋଗ ଦେଇ ଭାରତର ବିସ୍ତାରିତ ମହାକାଶ କାର୍ଯ୍ୟକ୍ରମ ସହ କୃଷି, ବିପର୍ଯ୍ୟୟ ପରିଚାଳନା, ପରିବେଶ ନିରୀକ୍ଷଣ, ସାମାଜିକ କଲ୍ୟାଣ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡକ୍ଟର ରାଜୀବ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲ ବିଭିନ୍ନ ବିଷୟରେ ସମନ୍ୱିତ ଗବେଷଣା ଉପରେ ଗୁରୁତ୍ୱ ଆରୋପ ଏବଂ ମତବ୍ୟକ୍ତ କରିଥିଲେ। ବାୟୁମଣ୍ଡଳ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡକ୍ଟର ବିବେକାନନ୍ଦ ନାୟକ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ପଦାର୍ଥ ବିଜ୍ଞାନ ସରକାରୀ ଅଧ୍ୟାପକ ହିମାଂଶୁ ଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।